ମରିଛନ୍ତି ଯୀଶୁ ଆମ ପାଇଁ, ମରିଛନ୍ତି ଯୀଶୁ ଆମ ପାଇଁ। କାଲବାରି କ୍ରୁଶରେ ରକ୍ତ ଦେଇ ମୋର ପାଇଁ ଆଉ ତୁମରି ପାଇଁ, ମୋର ପାଇଁ ଆଉ ତୁମରି ପାଇଁ। ମରିଛନ୍ତି ଯୀଶୁ ଆମ ପାଇଁ। প্রিয় শ্রোতা বন্ধু, প্রভু শ্রীখ্ରୀষ্টଙ୍କ ସର୍ବୋନ୍ନତ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ଗୀତ ସଂହିତା ପୁସ୍ତକ 14 ଗୀତର 6ଠ ପଦରେ ଆମେ ଏହିପରି ପାଠ କରୁ, ତୁମ୍ଭେମାନେ ଦୁଃଖୀର ମନ୍ତ୍ରଣାକୁ ଲଜ୍ଜାର ବିଷୟ କରୁଅଛ, ମାତ୍ର ସଦାପ୍ରଭୁ ତାହାର ଆଶ୍ରୟ ଅଟନ୍ତି। ସୋଲୋମନ ରାଜାଙ୍କ ଶାସନ କାଳରେ ଇସ୍ରାଏଲ ଅତି ଶୀର୍ଷରେ ପହଞ୍ଚିଥିଲା। ତାଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ରିହବିୟମ ରାଜା ହେଲେ। ସେତେବେଳେ ଇସ୍ରାଏଲର ପ୍ରାଚୀନମାନେ ତାଙ୍କୁ ବିନତି କରି କହିଲେ, କର ଦେବାର ଯେଉଁ ବୋଝ ଆମ ଉପରେ ଅଛି ତାହା ଊଣା କର। ଉତ୍ତର ଦେବା ପୂର୍ବରୁ ସୋଲୋମନଙ୍କ ରାଜ୍ୟର ବୃଦ୍ଧ ପରାମର୍ଶକାରୀମାନଙ୍କୁ ସେ ପଚାରିଲେ। ସେମାନେ କହିଲେ, ଯଦି ତୁମ୍ଭେ ସେମାନଙ୍କର କଥା ମାନି ସେମାନଙ୍କର ସେବା କରିବ ଓ ସେମାନଙ୍କୁ ଉତ୍ତମ ବାକ୍ୟ କହିବ, ତେବେ ସେମାନେ ସର୍ବଦା ତୁମ୍ଭର ଦାସ ହୋଇ ରହିବେ। ମାତ୍ର ରିହବିୟମ ଏହି ପରାମର୍ଶ ଗ୍ରହଣ ନ କରି ତାଙ୍କ ସଙ୍ଗେ ବଢ଼ିଥିବା ଯୁବାମାନଙ୍କ ପରାମର୍ଶ ଅନୁସାରେ କଠୋର ଭାବେ କହିଲେ, ମୋର କନିଷ୍ଠ ଅଙ୍ଗୁଳି ମୋ ପିତାଙ୍କ କଟିଠାରୁ ମୋଟ। ମୋ ପିତା ତୁମମାନଙ୍କ ଉପରେ ଭାରି ଜୁଆଳି ରଖିଥିଲେ, ମାତ୍ର ମୁଁ ତୁମ୍ଭମାନଙ୍କ ଉପରେ ଜୁଆଳି ଆହୁରି ଭାରି କରିବି। ମୋ ପିତା କୋରଡ଼ାରେ ତୁମମାନଙ୍କୁ ଶାସ୍ତି ଦେଲେ, ମାତ୍ର ମୁଁ ବିଛାରେ ତୁମମାନଙ୍କୁ ଶାସ୍ତି ଦେବି। ବୁଦ୍ଧିମାନ ପ୍ରାଚୀନମାନଙ୍କ ପରାମର୍ଶକୁ ଅଗ୍ରାହ୍ୟ କରିଥିବା ରିହବିୟମ ରାଜାଙ୍କୁ ଈଶ୍ୱର ଦଣ୍ଡ ଦେଲେ। ଇସ୍ରାଏଲର 10 ଗୋଷ୍ଠୀ ରିହବିୟମଙ୍କ ବିରୁଦ୍ଧରେ ଉଠିଲେ, ଯଦ୍ୱାରା ଇସ୍ରାଏଲ 2 ଭାଗରେ ବିଭକ୍ତ ହୋଇ ଜିହୁଦା ଓ ଇସ୍ରାଏଲ ନାମରେ ନାମିତ ହେଲା। ଇସ୍ରାଏଲ ରିହବିୟମଙ୍କ ଅଧୀନସ୍ଥ ହେଲେ ନାହିଁ, ଫଳତଃ କେବଳ ଜିହୁଦା ଓ ବିନ୍ୟାମିନ 2 ଗୋଷ୍ଠୀଙ୍କ ଉପରେ ସେ ଶାସନ କଲେ। ତେଣୁ ସେ କ୍ରୋଧାନ୍ୱିତ ହୋଇ ସେମାନଙ୍କ ସହିତ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଲେ, ମାତ୍ର ଈଶ୍ୱର ତାଙ୍କୁ ବାରଣ କଲେ। ଦାଉଦ ଯେଉଁ ସତର୍କବାଣୀ ପୂର୍ବରୁ କରିଥିଲେ ତାହା ତାଙ୍କ ନାତିଙ୍କ ଜୀବନରେ ସଫଳ ହେଲା। ଆଜି ମଧ୍ୟ ଈଶ୍ୱରଙ୍କର ନମ୍ର ସେବକମାନେ କ୍ରୁଶରେ ହତ ଏବଂ ମୃତ୍ୟୁରୁ ଉତ୍ଥିତ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ନିମନ୍ତେ ପରାମର୍ଶ ଦେଉଅଛନ୍ତି। ଯେଉଁମାନେ ଏହି ପରାମର୍ଶକୁ ଅଗ୍ରାହ୍ୟ କରନ୍ତି ସେମାନେ ପରେ ଅନୁତାପ କରିବେ, କାରଣ ନରକରେ ସେମାନେ ବିନଷ୍ଟ ହେବେ। ଏହି ପରାମର୍ଶ ଗ୍ରହଣ କରିବାକୁ ଈଶ୍ୱର ଆପଣଙ୍କୁ ଅନୁଗ୍ରହ କରନ୍ତୁ।